ନା ନିଧିଆର ଦେଖା ନା ସୁମି ଅପାର ଦେଖା। ଆଲୋ ହେଇଲୋ, ମନେ ପଡ଼ିଲା ନିଧିଆ ପରା ବାହୁଡ଼ା ଦେଖିବାକୁ ପୁରୀ ଯାଇଛି। ଆଉ ସୁମି ଅପା ତ ବିକ୍ରି ବଟା କରି କାଲି ରାତିରୁ ଘରକୁ ଫେରିଲାଣି। ଆଲୋ ତାର ବି ଦେଖା ନାହିଁ। ମାଳ ମାଳ ଶୁଭିଲାଣି ମଲା ହେଇ ପରା ମାଳ ଆସି ଯାଇଛି। ଜୁହାରେ ଜୁହାରେ ଲୋ ସୁମି ଅପା। ଜୁହାରେ ମାଳ। ଆଲୋ 8 ଦିନ ହେଲାଣି ଦେଖା ନାହିଁ କାହାର। ମନଟା ଜମା ଭଲ ଲାଗୁନଥିଲା ଲୋ ଅପା। ମଲା ମାଳ କାଲି ପରା ସଞ୍ଜ ବୁଡୁ ଆସିଲିଣି। ହଁ ଆଉ ମାଳ ହୁଁ ସବୁ ଭଲଟି? ହଁ ଆଲୋ ଅପା, ହୁଁ ଏ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଆମ ଗାଁରୁ ସମସ୍ତଙ୍କୁ ନେଇକି ଯାଇଥିଲ, ଭଲ ବିକ୍ରି ବଟା ହେଲାଟି? ଆଉ ପାଗ ଭାରି ବଢିଆ ଥିଲା। ହଁ ହଁ ଭଲ ବିକ୍ରି ବଟା ହେଲା ନା, ଆଉ ଦର୍ଶନ ବି ଜଗାର ହେଲା। ଯା ହଉ ଲୋ ଅପା, ତମର ଯୋଗ ପଡିଲା, ତମେ ଟିକେ କାଳିଆ ସାଆନ୍ତକୁ ଦେଖିଲ। ସିଏ ପରା ଡୋରିର କଥା ଆଉ। ଆଲୋ ମାଳ, ହାଁ କହିବାକୁ ଭୁଲି ଯାଇଥିଲି। କଣ ବା? ଆମର ସେଇଠି ଗୋଟେ ଷ୍ଟଲ ପଡିଥିଲା। ହଁ ସବୁ ଜିନିଷ ଶିଖା ଯାଉଥିଲା। କଣ କଣ ଅପା ଟିକେ କହିଲ? ବଡି, ପାମ୍ପଡ, ଆଚାର କେତେ କଣ ଶିଖା ହଉଥିଲା। ଆଲୋ ଅପା, ଏ ବଡି ଆଚାର ପାମ୍ପଡ଼ ତମେ ତ ଶିଖିଛ, ଆଉ ବି ଶିଖିକି ଆସିଲ। ମୋ ମନକୁ ଗୋଟେ ପ୍ରଶ୍ନ ଆଉଛି। କଣ? ଏଇ ଗାଁରେ ଆମର ଯୋଉ ସବୁ ଅଳ୍ପ ଷଷ୍ଠ ସପ୍ତମ ଦ୍ୱିତୀୟ ତୃତୀୟ ପାଠ ପଢିଛନ୍ତି, ଆଉ ପାଠ ପଢିକି ଯୋଉମାନେ ଶିକ୍ଷିତ ହେଇ ବସିଛନ୍ତି, କଣ କରିବେ ଚିନ୍ତା ହଁ, କରୁଛନ୍ତି। ତାଙ୍କ ପାଇଁ କିଛି ଧନ୍ଦାମୂଳକ ଶିକ୍ଷା ଦେଲେ ବଢିଆ ହୁଅନ୍ତାନି? କଥାଟେ କହିଲୁ। ଶୁଣେ, ହାଁ? ଏ ଯୋଉ ସମୟ ହେଲାଣି, ହଁ ଆଜିକାଲି ଅଳ୍ପ ପାଠୁଆ ପିଲାମାନେ ହଁ କଣ ହଁ କରିବେ ଚିନ୍ତାରେ ପଡିଲେଣି। ହଁ ଶୁଣୁ, ଏଥିପାଇଁ ଆମେ ନିଜେ ଦକ୍ଷ ହବା ନିହାତି ଜରୁରୀ। ହଁ ଲୋ ଅପା, ଶିକ୍ଷା ସାଙ୍ଗରେ ଆମକୁ ଦକ୍ଷତା ବି ଦରକାର। ଆଲୋ ଅପା, ଆଲୋ ଏଇ ଦକ୍ଷତାରୁ ଗୋଟେ କଥା ମନେ ପଡିଲା ଲୋ। କୋଉ କଥା? ଆଜି ପରା ବିଶ୍ୱ ଯୁବ ଦକ୍ଷତା ଦିବସ। ବା ବା। ଏଇ ବର୍ତ୍ତମାନ ସମୟରେ ଆମ ଯୁବପିଢି ମାନଙ୍କ ପାଇଁ ଦକ୍ଷତା ନିହାତି ଦରକାର। କୁଶଳୀ କାରିଗର ଦରକାର, ହଁ ଏବଂ ଯାହା କରୁଛ ହଁ ସେ ବିଷୟରେ ଦକ୍ଷ ହବା ଦରକାର। ଆଉ ଗୋଟେ କଥା ଜାଣିଛ? କୋଉ କଥା? ଏ ସବୁକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ 2015 ମସିହାରେ ଆଜିର ଦିନକୁ ଆନ୍ତର୍ଜାତିକ ବିଶ୍ୱ ଯୁବ ଦକ୍ଷତା ଦିବସ ରୂପରେ ପାଳନ କରୁଛି। ଚଳିତ ବର୍ଷର ଥିମ୍ ରହିଛି ୟୁଥ୍ ସ୍କିଲ୍ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ। ଅର୍ଥାତ୍ ଯୁବ ଦକ୍ଷତା ହେଉଛି ଶାନ୍ତି ଏବଂ ପ୍ରଗତିର ପ୍ରତୀକ। ଆମ ଭାରତ ତ ଜନବହୁଳ ଦେଶ। ଆମର ଯଦି ଯୁବପିଢି ମାନେ ସମସ୍ତେ ଦକ୍ଷ ହେବେ, ସମସ୍ତେ କୁଶଳୀ ହେବେ, ସମସ୍ତେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କାମ କରିବେ, ଠିକ କଥା। ଆମ ଦେଶ ଆଗେଇବ ନା ନାହିଁ କହିଲ? ଆଗେଇବ। ଆମେ ସିନା ପାଠଟା ପଢି ଦଉଛେ ଅପା, ପାଠ ସାଙ୍ଗକୁ ଆମେ ଯଦି ଦକ୍ଷତାଟା ନ ରଖିବା, କୋଉ କ୍ଷେତ୍ରରେ ଆଗେଇବା କହିଲୁ? ଜମାରୁ ନାହିଁ, ବଢିଆ କଥା କହିଲୁ। ଦକ୍ଷତା ବିକାଶ ଉପରେ ଆମେ ଆଗେଇବା ଦରକାର। ହଉ ଅପା, ବାହୁଡା ଯାତ ଆଜି, କାଳିଆ ଭଜନଟେ ଶୁଣିବା, ଆଉ ତାପରେ ଆହୁରି ଦକ୍ଷତା ଉପରେ କଥା ହେବା, ଚାଲ ହେଲା? ଆଗେ ଶୁଣି ନବା ଜଗନ୍ନାଥଙ୍କର ଭଜନଟିଏ। ହଉ। दासिया नड़िया सिना तोते बढ़िया, हेले तो अबढ़ाओ न मते बढ़िया। दासिया नड़िया सिना तोते बढ़िया, हेले तो अबढ़ाओ न मते बढ़िया। कालिया रे मते बढ़िया। घंट घंटा खोल ताल तोते सिना लागे भल। घंट घंटा खोल ताल तोते सिना लागे भल, मते भल लागे मते भल लागे पंडा बेत बाड़िया, हेले तो अबढ़ाओ न मते बढ़िया। कालिया रे मते बढ़िया। हाथ तोर सुदर्शन दिसे केड़े शोभावन, हाथ तोर सुदर्शन दिसे केड़े शोभावन। मो हाथे खंजणी शोभा, मो हाथे खंजणी शोभा। कालिया रे मो हाथे खंजणी शोभा मते बढ़िया, हेले तो बढ़ाओ न मते बढ़िया। कालिया रे मते बढ़िया।
রাধিকা মোহন বেশ তোতে লাগই সরস রাধিকা মোহন বেশ তোতে লাগই সরস তো দুয়ারে যোগী বেশ তো দুয়ারে যোগী বেশ মতে বঢ়িয়া হেলে তো অবঢ়া অন্ন মতে বঢ়িয়া কাଳିয়ারে মতে বঢ়িয়া দাসিয়া নড়িয়া সিনা তোতে বঢ়িয়া হেলে তো বঢ়া অন্ন মতে বঢ়িয়া হেলে তো বঢ়া অন্ন মতে বঢ়িয়া কাଳିয়ারে মতে বঢ়িয়া কাଳିয়ারে মতে বঢ়িয়া কাଳିয়ারে মতে বঢ়িয়া। ଆଲୋ ଏ ସୁମି ଅପା, ଓଃ କି ଭଜନଟିଏ ଥିଲା, ମୁଁ ପରା ସେଇଠି ଟିକେ ଘୁମୋଇ ପଡ଼ିଲିଣି। ସଞ୍ଜ ବୁଡ଼ୁଟା। ହଁ ହଁ ତମେ ତ ଦର୍ଶନ କରିକି ଆସିଛ, ହୁଁ ଆଉ ମନେ ମନେ ତ ଜଗାକୁ ସୁମରୁଛ। ହୁଁ ଅପା, ଆମେ ଆଜି ଯୋଉ ଆଲୋଚନା କରୁଥିଲେ ହଁ, ମନେ ଦକ୍ଷତା ଅଛି ନା ଉପରେ। ନାହିଁ ବା? ହଁ ପରା, ଦକ୍ଷତା ଉପରେ। ହଁ, ହୁଁ ଆମେ ଯେତେ ଦକ୍ଷ ହବା, ଯେତେ ପାରଙ୍ଗମ ହବା, ଆମ ରାଜ୍ୟ ଆମ ଦେଶ ସେତେ ଆଗେଇବ। ହୁଁ ଆଉ ଏଇ କଥା ସବୁ ଆଜି କାହିଁ କହୁଛି କହିଲ? ଏ କଥା କହିବାର ଅର୍ଥ ଆଜି ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଟିଏ ଅଛି। ହଁ, ତାହେଲେ ଆଉ ଡେରି କରିବେନି, ମୁଁ ମହାଶୟଙ୍କ ସହ କଥା ହଉଛି। ଭଲ ଆଲୋଚନାଟେ ଅଛି, ବସି ଶୁଣିବା ଆଉ। ନିଶ୍ଚୟ ଶୁଣିବା ଆଉ ଜାଣି ରଖିବା ବିଶେଷ ବିଶେଷ କଥା ସବୁ କ'ଣ ରହିଛି। ହଁ, ଆଜିର କୃଷି ସଂସାର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଯୁବ ସମାଜ ପାଇଁ ଦକ୍ଷତା ବିକାଶ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଭୁବନେଶ୍ୱରର ଅବସରପ୍ରାପ୍ତ ରିଜିଓନାଲ ଏମ୍ପ୍ଲୟମେଣ୍ଟ ଅଫିସର ପ୍ରଫୁଲ୍ଲ କୁମାର ମହାନ୍ତି। ପ୍ରଫୁଲ୍ଲ ବାବୁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର। ପ୍ରଫୁଲ୍ଲ ବାବୁ, ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ। ଆଜି ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ। ଆମର ଯୁବବର୍ଗଙ୍କ ପାଇଁ ଆଜିର ଦିନଟି ବହୁତ ମହତ୍ୱପୂର୍ଣ୍ଣ ଦିନ, କାରଣ ଚାଇନା ତୁଳନାରେ ଆମର ଭାରତ ମଧ୍ୟ ଏକ ଜନବହୁଳ ଦେଶ ରୂପେ ପରିଚିତ ହୋଇଛି। କିନ୍ତୁ ଆମ ଦେଶର ବଡ଼ ସମସ୍ୟା ବେକାରୀ ସମସ୍ୟା। ବର୍ତ୍ତମାନ ସମୟରେ ଯେଉଁ ଶିକ୍ଷା ରହିଛି, ଏ ପରିବର୍ତ୍ତିତ ଶିକ୍ଷା ନୀତିରେ ଦକ୍ଷତା ବା ସ୍କିଲ୍ ନିହାତି ଆବଶ୍ୟକ, କାରଣ ଆମେ ଯଦି ଦକ୍ଷ ହେବା ତାହେଲେ ଆମର ଦେଶ ଆଗେଇବ। ମୋର ପ୍ରଶ୍ନ ହେଉଛି, ଦକ୍ଷତା ବା ସ୍କିଲ୍ କହିଲେ ଆମେ କ'ଣ ବୁଝିଥାଉ? ଆପଣ ମତେ ଯୋଉ ପ୍ରଶ୍ନଟି ପଚାରିଛନ୍ତି, ଆଜ୍ଞା। ମୁଁ ତାର ଉତ୍ତର ଏଇ ପ୍ରକାର ରଖିବି ଯେ ଦକ୍ଷତା ହଉଛି ଏକ ବ୍ୟକ୍ତିର ସକ୍ଷମତା ବା ସାମର୍ଥ୍ୟ ଗୁଣ, ଯାହା ଦ୍ୱାରା ସେ ତାର ଜ୍ଞାନ କୌଶଳକୁ ଉଚିତ ଓ ଯଥାର୍ଥ ଭାବେ ପ୍ରୟୋଗ କରି ଏକ କାର୍ଯ୍ୟକୁ ସହଜ, ଉଚ୍ଚ ଗୁଣାତ୍ମକ ଯୁକ୍ତ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିଥାଏ, ଆଜ୍ଞା, ଯାହା ଦ୍ୱାରା ସେ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ମାନର ସେବା ପ୍ରଦାନ କରିବା ସହିତ ଭବିଷ୍ୟତରେ ଏକ ସଫଳ କ୍ୟାରିୟର ଗଢ଼ିବା ପାଇଁ ତାର ଅଗ୍ରସର ପଥକୁ ସୁଗମ କରିଥାଏ। ଏକ ବ୍ୟକ୍ତିର ସାମର୍ଥ୍ୟ, ନିରବିଚ୍ଛିନ୍ନ ଅଭ୍ୟାସ ଏବଂ ଅଭିଜ୍ଞତା ତାର ଦକ୍ଷତାର ପରିଚୟ ଅଟେ। ଯୁବବର୍ଗର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଦକ୍ଷତା ବିକାଶରେ କ'ଣ କିଛି ଆବଶ୍ୟକତା ରହିଛି? ନିଶ୍ଚିତ ଆବଶ୍ୟକତା ରହିଛି, କାରଣ ଯୁବବର୍ଗର ବ୍ୟକ୍ତି ବିଶେଷ ମାନେ ଏକ ଭଲ କ୍ୟାରିୟର ଗଢ଼ିବାକୁ ଚାହିଁଥାନ୍ତି। ଆଜ୍ଞା, ସେଥିପାଇଁ ସେମାନେ ନିଜକୁ କୁଶଳୀ କରି ଗଢ଼ି ତୋଳିବା ପାଇଁ ନିହାତି ଆବଶ୍ୟକ। ଦକ୍ଷତା ଯୁବବର୍ଗ ମାନଙ୍କର ବାସ୍ତବ ସକ୍ଷମତାକୁ ବୃଦ୍ଧି କରିବା ସହିତ ସେମାନଙ୍କର ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନକୁ ବୃଦ୍ଧି କରିଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଗୁଡ଼ିକୁ ସୁଚାରୁ ରୂପେ ସମ୍ପାଦନ କରି ସେମାନଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ, ସମ୍ପୂର୍ଣ୍ଣ ଏବଂ ସଫଳ ଜୀବନ ଯାପନ ପାଇଁ ପଥ ପ୍ରଦର୍ଶନ କରିଥାଏ। ବର୍ତ୍ତମାନ କ'ଣ ହେଇଛି ନା, ସାରା ବିଶ୍ୱରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଯେଉଁ କ୍ଷିପ୍ର ପରିବର୍ତ୍ତନ ପରିଲକ୍ଷିତ ହେଉଛି, ସେଥିପାଇଁ ଆମ ଦେଶ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ଆଜ୍ଞା, ଯେଉଁଠୁ ଶତକଡ଼ା 66% ଯୁବବର୍ଗର ଜନସଂଖ୍ୟା ରହିଛି, ଆଚ୍ଛା, ସେମାନଙ୍କୁ ଏକ ସ୍ଥାୟୀ ଅର୍ଥ ଉପାର୍ଜନ ରାସ୍ତା ପ୍ରଦାନ କରିବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ କାର୍ଯ୍ୟ ଅଟେ, ଆଚ୍ଛା, ଯାହା ଦ୍ୱାରା ସେମାନେ ବିଶ୍ୱ ଶ୍ରମ ବଜାରରେ ନିଯୁକ୍ତିଦାତାଙ୍କର ଗ୍ରହଣ ଯୋଗ୍ୟ ହୋଇପାରିବେ। ସେଥିପାଇଁ ପ୍ରଫୁଲ୍ଲ ବାବୁ ହାତର ଶୈଳୀ ଦରକାର, କୁଶଳତା ଦରକାର ଏବଂ ନିଶ୍ଚିତ ପରିପୂର୍ଣ୍ଣ ଦକ୍ଷତା ଥିବା ଦରକାର, ନା କ'ଣ କହୁଛନ୍ତି? ନିଶ୍ଚିତ ନିଶ୍ଚିତ ଏ ଗୁଣ ଗୁଡିକ ନିହାତି ଆବଶ୍ୟକ ଜଣଙ୍କର ଦକ୍ଷତା ବିକାଶ, ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ। ଆଚ୍ଛା, କାରଣ ଜ୍ଞାନ ଆହରଣ ଯେତିକି ଦରକାର, ବର୍ତ୍ତମାନ ସମୟ ଯେମିତି ଚାଲିଛି, ସେଇ ଜ୍ଞାନକୁ ସଦୁପଯୋଗ କରିବା ମଧ୍ୟ ତାଠାରୁ ନିହାତି କଷ୍ଟକର। ଆଜ୍ଞା, ଆଚ୍ଛା, ଯୁବବର୍ଗ ମାନଙ୍କ ପାଇଁ ଆନ୍ତର୍ଜାତିକ ବିଶ୍ୱ ଯୁବ ଦକ୍ଷତା ଦିବସ, ତାର ଉଦ୍ଦେଶ୍ୟ ଆଉ ବିଶେଷତ୍ୱ କ'ଣ ରହିଛି?
मैडम आज हूँ जुलाई 15 तारीख प्रत्येक वर्ष जुलाई 15 तारीख को विश्व युवा दक्षता दिवस भाव पालन कर जहाँ को आम यूनाइटेड नेशन जनरल असेंबली 2014 मसीहा डिसेम्बर मासरे एक प्रस्ताव पर मंजूरी प्रदान करते प्रथम कर 2015 मसीहा जुलाई 15 तारीख में विश्व युवा दक्षता दिवस वर्ल्ड यूथ स्किल डे पालित होता आमर जो भारत सरकार स्किल इंडिया मिशन रही स्किल इंडिया मिशन नेशनल स्किल डेवलपमेंट मिशन यार अभियान आमर माननीय प्रधानमंत्री गत 2015 मसीहा जुलाई 15 तारीख में आरंभ करते मिशन टी भारत सरकार जातीय दक्षता विकास निगम नेशनल स्किल डेवलपमेंट कॉर्पोरेशन अधीन काम करते अभियान टी आरंभ कर यार एक स्लोगान वार्ता प्रचार कर कौशल भारत कुशल भारत यही स्लोगान टी युववर्ग मान दक्षता विकास प्राधान्य को दृष्टि रखी प्रस्तुति यार अर्थ हूँ युववर्ग कौशली हेले से कुशलतार सहित जीवन यापन करेंगे देश सुख समृद्धि मध्य अग्रसर होमर जो 2024 वर्ष यही वर्ष जो आम आंतर्जातिक विश्व युवा दक्षता दिवस आम जो थीम अच्छी वार्ता रही यूथ स्किल फॉर पीस एंड डेवलपमेंट ओडिया मुझे कहबी अर्थात युवा दक्षता हूँ शांति और प्रगतिर प्रतीक तेणु वर्तमान विश्व में शांति प्रतिष्ठा एवं वर्तमान विश्व सम्मुखीन होता विभिन्न समस्या गुड़िक समाधान युववर्ग मान जो शक्ति अच्छी सामर्थ्य अच्छी दक्षता अच्छी सेगुड़ उचित प्रयोग पर आमर जो वर्ल्ड यूथ स्किल डे वार्ता जो 2024 वर्ष स्लोगान वार्ता रही वार्ता विशेष भाव में उल्लेखित करा प्रफुल्ल बाबू भारत सरकार आमर युववर्ग मानकर दक्षता आउ विकास उपरे कौन कौन सब प्रोत्साहन राशि देउचंती कौन कौन सब योजना कार्यकारी करूछंती मैडम गोटे आप भल प्रश्न पचारि आमर बर्तमान जो भारत सरकार युववर्ग मान कौशल विकास करी माने स्किल विकास करी रोजगार क्षम करने गत 2015 मसीहा जुलाई 15 तारीख ठारू एक योजना कार्यकारी करिसेंती जार नाम हूँ प्रधानमंत्री कौशल विकास योजना प्राइम मिनिस्टर स्किल डेवलपमेंट स्कीम जार उद्देश्य हूँ दक्षता भित्तिक स्किल बेस्ड विभिन्न स्वल्पकालीन अवधि सर्ट टर्म ट्रेनिंग कोर्स से ट्रेनिंग कोर्स द्वारा आम युववर्ग मान रोजगार क्षमता वृद्धि करवा से आमर केंद्र सरकार बर्तमान आमर 40 रु ऊर्ध्व वैश्विक जो टेक्निकल सेक्टर माने चिन्हट करछंती जो 40 गोटी टेक्निकल सेक्टर अच्छी वैश्विक क्षेत्र से 24 गोटी स्किल डेवलपमेंट ट्रेनिंग कोर्स आपण जो प्रधानमंत्री कौशल विकास योजना माध्यम समग्र देश में परिचालित होती ट्रेनिंग गोटे नाम कही दौची जो 24 टी ट्रेनिंग अच्छी किसी मु ट्रेनिंग कोर्स विषय कही दौची जो गोटा आम युववर्ग मैंने निश्चित भाव में उपकृत हो पारे प्रथम जो ट्रेनिंग अच्छी आयरन स्टील कोर्स अच्छी हेल्थ केयर कोर्स अच्छी ग्रीन जॉब कोर्स रही बैंकिंग फाइनेंस कोर्स भी रही ऑटोमोबाइल कोर्स भी रही आईटी रिलेटेड कोर्स भी रही कंप्यूटर सिक्यूरिटी सर्विस कोर्स रही लेदर कोर्स रही लॉजिस्टिक कोर्स रही और टेक्सटाइल कोर्स रही आहरी अन्य कोर्स रही जो जड़े पसंद मुताबक प्रशिक्षण प्राप्त कर सारा अर्थ उपार्जन रास्ता प्राप्त करने सक्षम हो पार। अच्छा एथरे तो किसी क्राइटेरिया भी रहउथबो ना समस्त प्रधानमंत्री कौशल विकास योजना रे शामिल होई परिबे नहीं समस्ते हो पारे सरकार से केतक पात्रता योग्यता निर्धारण करछंती कौन योग्यता कौन पात्रता ना जड़े युवक बा युवती जदि से बेरोजगार अच्छंती से यही योजना रे शामिल हो पारे ता छड़ा जड़े विद्यार्थी जदि पाठ पढ़ा मझिरे पाठ छाड़ी देउची ताहाले तार दक्षता विकास से योजना रे शामिल हो पारे जदि जड़े द्वितीय तृतीय पढ़ीची सेमिति किछि रहिछि कि से किछि कोर्स करि परिबो से आत्मनिर्भरशील हेइ परिबो हाँ निश्चित कारण वर्तमान आम जो योजना जो रही व्यवस्था जन जी विद्यार्थी से मधु पाठ छाड़ी दौर अष्टम क्लास रु छाड़ी दौर नवम क्लास रु छाड़ी दौर पंचम क्लास रु छाड़ी दौर तेणु तेणु से रोजगार क्षम हो पारे तो से दक्षता विकास कार्यक्रम जो प्राइम मिनिस्टर कौशल विकास योजना व्यवस्था करा भारतीय जड़े नागरिक होते छड़ा बयस 18 रु 45 वर्ष होता वैलिड जो परिचय पत्र आधार कि वोटर कार्ड थी तेणु प्रधानमंत्री कौशल विकास योजना हिताधिकारी मान दक्षता भित्तिक तालीम प्रदान करने एक सूत्र अनुसार आम समग्र देश में 84 गोटे ट्रेनिंग सेंटर प्रतिष्ठा करा तो ये योजना संबंध में अधिक किए जानवा चाहिए गोटे वेबसाइट भी अच्छी www.skilldevelopment.gov.in आउ गोटे www.msde.gov.in लॉगिन करें
ଆମର ଏବେ କଣ ହେଇଛି ମ୍ୟାଡାମ ଯେ ଆମର କେନ୍ଦ୍ର ସରକାର ନିକଟରେ ଆମର କେନ୍ଦ୍ର ସରକାରଙ୍କ ଯୋଉ ସ୍କିଲ୍ ଡେଭଲପମେଣ୍ଟ ଏଣ୍ଟରପ୍ରେନ୍ୟରସିପ ମନ୍ତ୍ରାଳୟରେ ଯୋଉ ନବନିଯୁକ୍ତ ମନ୍ତ୍ରୀ ନିଯୁକ୍ତି ହେଇଛନ୍ତି ଶ୍ରୀ ଜୟନ୍ତ ଚୌଧୁରୀ ଆଜ୍ଞା ସେ ଏକ ସାର୍ବଜନିକ ଭାବେ ଘୋଷଣା କରିଥିଲେ ନିକଟରେ ଯେ ଆମର ସ୍କିଲ୍ ଡେଭଲପମେଣ୍ଟ ଏଣ୍ଟରପ୍ରେନ୍ୟରସିପ ମନ୍ତ୍ରାଳୟରେ ଏକ ନୂଆ ପୋର୍ଟାଲ ସୃଷ୍ଟି ହେଇଛି ଯାହାର ନାମ ହଉଛି ସ୍କିଲ୍ ଇଣ୍ଡିଆ ଡିଜିଟାଲ ହବ୍ ପୋର୍ଟାଲ। ଏହି ପୋର୍ଟାଲ ମାଧ୍ୟମରେ ଜଣେ ହିତାଧିକାରୀ ସେ ଅଧା ଯୋଉ ପାଠ ଛାଡି ଦଉଛନ୍ତି ଯେ ବେକାରୀ ବି ଅଛନ୍ତି ଯୁବବର୍ଗ ସେମାନେ ଏହି ପୋର୍ଟାଲ ମାଧ୍ୟମରେ ସ୍କିଲ୍ ଡେଭଲପମେଣ୍ଟ ମନ୍ତ୍ରାଳୟ ତରଫରୁ ବର୍ତ୍ତମାନ ଯେତେ ପ୍ରକାର ଟ୍ରେନିଂ ପ୍ରୋଗ୍ରାମ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୋଜନା ସେ ପ୍ରଶିକ୍ଷଣ ବି ଚାଲୁଅଛି ସେଇ ଯୋଜନା ଏବଂ ପ୍ରଶିକ୍ଷଣ ସମ୍ବନ୍ଧରେ ପୂର୍ଣ୍ଣାଙ୍ଗ ସୂଚନା ପ୍ରାପ୍ତ କରିପାରିବେ। ଆଚ୍ଛା ତା ଛଡା ଭାରତ ସରକାରଙ୍କ ତରଫରୁ ଆଉ ବହୁତ ଗୋଟିଏ କୌଶଳ ବିକାଶ ଯୋଜନା ମଧ୍ୟ ଚାଲୁଛି ସେଥିରେ ଅଛି ଆମର ଗୋଟେ କାର୍ଯ୍ୟକ୍ରମ ଭିତରେ ରହିଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଗୋଟେ ଅଛି ଆଉ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମଧ୍ୟ ରହିଛି। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଯୋଉ ଆମର ରହୁଛନ୍ତି ଯୁବକ ଆର୍ଥିକ ଦୁର୍ବଳଗ୍ରସ୍ତ ଯୁବକ ବର୍ଗ ହଁ ହଁ ଏବଂ ଅର୍ଦ୍ଧ ଶିକ୍ଷିତ ସେମାନଙ୍କୁ ମଧ୍ୟ ସ୍ୱଳ୍ପକାଳୀନ ଅବଧିର ଦକ୍ଷତା ଭିତ୍ତିକ ସେମାନଙ୍କୁ ଯୋଉ ସର୍ଟ ଟର୍ମ ଯୋଉ ଟ୍ରେନିଂ କୋର୍ସ ସ୍କିଲ୍ ବେସ୍ଡ ସର୍ଟ ଟର୍ମ ଟ୍ରେନିଂ କୋର୍ସ ପ୍ରଦାନ କରି ରୋଜଗାର କ୍ଷମ କରିବାର ବ୍ୟବସ୍ଥା ବି କରାଯାଇଅଛି। ଯୋଉମାନେ ସଫଳ ଉଦ୍ୟୋଗୀ ମାନେ ଯୋଉମାନେ ଶିକ୍ଷାଦାନ କରୁଛନ୍ତି ସେମାନେ କେମିତି ସଫଳ ଉଦ୍ୟୋଗୀ ହେଇପାରିବେ ସେ ଦିଗରେ କଣ କିଛି ପଦକ୍ଷେପ ନେଉଛନ୍ତି? ହଁ ନିଶ୍ଚିତ ଭାବରେ ଆମର ସେଥିପାଇଁ ମଧ୍ୟ ଭାରତ ସରକାରଙ୍କର ଗୋଟିଏ ମନ୍ତ୍ରାଳୟ ଅଛି ଆଜ୍ଞା ଯାହାର ନାଁ ହଉଛି କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟମ ବିକାଶ ମନ୍ତ୍ରାଳୟ। ଆଜ୍ଞା ସେଇ ମନ୍ତ୍ରାଳୟ କଣ କରୁଛି ନା ଯୁବବର୍ଗ ମାନଙ୍କୁ ଏକ ସଫଳ ଉଦ୍ୟୋଗୀ ରୂପେ ଗଢିବା ପାଇଁ ସେମାନେ କଣ କରୁଛନ୍ତି ନା ନା ତାର ଯୋଉ ମନ୍ତ୍ରାଳୟ କ୍ଷେତ୍ରୀୟ ରିଜନାଲ ମାନେ କାର୍ଯ୍ୟ ଯୋଉ ଇନଷ୍ଟିଚ୍ୟୁଟ ସବୁ ଅଛି ଆଜ୍ଞା ତାଙ୍କର ପ୍ରଶିକ୍ଷଣ ସଂସ୍ଥା ରହିଛି ହୁଁ ହୁଁ ସେମାନେ ବେରୋଜଗାର ଯୁବବର୍ଗଙ୍କୁ ନା ଜଣେ ଜଣେ ସଫଳ ଉଦ୍ୟୋଗୀ ରୂପେ ଗଢିବା ପାଇଁ ମାନେ ତାଙ୍କୁ ସେମାନେ ଯେମିତି ମାନେ ସ୍ୱରୋଜଗାର ରାସ୍ତାରେ ଚାଲିବେ ସ୍ୱରୋଜଗାର ରାସ୍ତାରେ ସେମାନେ ଅର୍ଥ ଉପାର୍ଜନ କରିବେ ଏବଂ ଜଣେ ସଫଳ ଉଦ୍ୟୋଗୀ ହେଇପାରିବେ ସେମାନଙ୍କୁ ସଫଳ ଉଦ୍ୟୋଗୀ ରୂପେ ଗଢିବା ପାଇଁ ଏବଂ ସ୍ୱରୋଜଗାର ରାସ୍ତାରେ ଚାଲିବା ପାଇଁ କେତେ ଗୁଡିଏ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି। ଯୋଉ ଯୁବବର୍ଗ ମାନେ ମାନଙ୍କର ଅପସନ ରହିଛି ଇଚ୍ଛା ରଖିଛନ୍ତି ଯେ ଜଣେ ସଫଳ ଉଦ୍ୟୋଗୀ ହେବେ ଯେ ସେମାନେ ଉଦ୍ୟୋଗ ସ୍ଥାପନା କରିବେ ତେଣୁ ସେମାନେ କଣ କରିବେ ଏଇ ଯୋଉ ମନ୍ତ୍ରାଳୟ ମିନିଷ୍ଟ୍ରିର ୱେବସାଇଟ ରହିଛି ଆଜ୍ଞା www.msme.gov.in ସହିତ ସମ୍ପର୍କ କରିପାରିବେ। ଏତଦ୍ ବ୍ୟତୀତ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଏମଏସଇ ମନ୍ତ୍ରାଳୟ ମାଧ୍ୟମରେ ପରିଚାଳନା ହେଉଅଛି ଯାହାର ବିସ୍ତୃତ ବିବରଣୀ ଆମର ସେଇ ମନ୍ତ୍ରାଳୟର ୱେବସାଇଟ ମାଧ୍ୟମରେ ଉପଲବ୍ଧ ହୋଇପାରିବ। ଆଚ୍ଛା ତା ପାଇଁ କିଛି ଅର୍ଥ ଦରକାର କି? ନା ଯୋଉମାନେ ସେଥିପାଇଁ ତାଙ୍କର ଯୋଉ ପାତ୍ରତା ଯୋଉ ତାଙ୍କର ଇଲିଜିବିଲିଟି ରହିଛି ସେମାନେ ଯଦି ସମସ୍ତ ପ୍ରକାର ରିକ୍ୱାରମେଣ୍ଟ ଫୁଲଫିଲ କରିଥିବେ ତ ସେ ଟ୍ରେନିଂ ପ୍ରୋଗ୍ରାମ ରେ ସାମିଲ ହେଇପାରିବେ। ସେଥିପାଇଁ ତାଙ୍କୁ କିଛି ସବସିଡି ଆକାରରେ ମଧ୍ୟ ତାଙ୍କୁ କେତେଟା ତାଙ୍କର ଯୋଉ ଖର୍ଚ୍ଚରେ କିଛି ସବସିଡି ଆକାରରେ ତାଙ୍କୁ ରିହାତି ମିଳିପାରିବ। ଆଜ୍ଞା ଭାରତ ସରକାରଙ୍କ ବ୍ୟତୀତ ଆମର ଓଡ଼ିଶା ରାଜ୍ୟ ସରକାର ଯୁବ ବର୍ଗ ମାନଙ୍କୁ କିଛି ରୋଜଗାରକ୍ଷମ କରିବା ପାଇଁ ସବୁ ସେମିତି କିଛି ଡେଭଲପମେଣ୍ଟ ଏଜେନ୍ସି କାମ କରୁଛନ୍ତି କି କିଛି ଡେଭଲପମେଣ୍ଟାଲ ପ୍ରୋଗ୍ରାମ କରୁଛନ୍ତି କି? ହଁ ହଁ ନିଶ୍ଚିତ ମ୍ୟାଡାମ ଆମର ଓଡିଶା ଯୋଉ ରାଜ୍ୟ ସରକାର ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଗୋଟେ ତାଙ୍କର ସଂସ୍ଥା ରହିଛି ଓଡିଶା ସରକାରଙ୍କର ଗୋଟେ ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ସଂସ୍ଥା ରହିଛି। ତାର ପ୍ରମୁଖ ଉଦ୍ଦେଶ୍ୟ ହଉଛି ଓଡିଶାର ପ୍ରତ୍ୟେକ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରାଇ ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଏବଂ ଓଡିଶାକୁ କଣ ଜାତୀୟ ସ୍ତରରେ ଏକ ଦକ୍ଷତାପୂର୍ଣ୍ଣ ରାଜ୍ୟ ଭାବେ ପରିଚୟ ପ୍ରଦାନ କରିବା। ଆମର ଯୋଉଟା ଓଡିଶା ସରକାରଙ୍କ ଯୋଉ ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଛି ଏବଂ ଆଉ ଗୋଟେ ତାଙ୍କର ସଂସ୍ଥା ଅଛି ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଏଇ ଦୁଇ ସଂସ୍ଥା ମାଧ୍ୟମରେ ଆମର ରାଜ୍ୟ ସରକାର ଡିଜିଟାଲ ସ୍କିଲିଂ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ କରୁଛନ୍ତି। ଡିଜିଟାଲ ସ୍କିଲିଂ ମାନେ କମ୍ପ୍ୟୁଟର କୋର୍ସେସ୍ ତେଣୁ ଏଇ ଯୋଉ ଡିଜିଟାଲ ସ୍କିଲିଂ ଯୋଉ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ରୋଜଗାର ଆଶାୟୀ ଯୁବବର୍ଗ ମାନେ ଉପଯୁକ୍ତ ବିଭିନ୍ନ ପ୍ରକାର କମ୍ପ୍ୟୁଟର କୋର୍ସ ଉପରେ ପ୍ରଶିକ୍ଷଣ ପାଇପାରିବେ। ତେଣୁ ଏଇ ଯୋଉ ଡିଜିଟାଲ ସ୍କିଲିଂ ଟ୍ରେନିଂ ପ୍ରୋଗ୍ରାମ ଯୋଉ ଆମର ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ପରିଚାଳନା କରୁଛନ୍ତି ସେ ବିଷୟରେ ଜାଣିବାକୁ ହେଲେ ସମସ୍ତ ସୂଚନା ପ୍ରାପ୍ତ କରିବାକୁ ହେଲେ ସେଥିରେ ନାମାଙ୍କନ କରିବାକୁ ହେଲେ ସେମାନେ ଓଡିଶା ସରକାରଙ୍କ ୱେବସାଇଟ ଗୋଟେ ଅଛି digital.skillodisha.gov.in ଆଉ ଗୋଟେ ମଧ୍ୟ ୱେବସାଇଟ ଅଛି www.ocac.in ସହିତ ସେମାନେ ସମ୍ପର୍କ କରିପାରିବେ। ତା ଛଡା ଓଡିଶା ସରକାର ନିକଟରେ ଏକ
ନୂତନ ଉନ୍ନତ ଅଭିଳାଷ NUA ନାମକ ଏକ ସ୍କିମ୍ ପ୍ରଚଳନ କରିଛନ୍ତି, ଆଚ୍ଛା ଯାହାର ଲକ୍ଷ୍ୟ ହେଉଛି ଓଡିଶାର ସମସ୍ତ ଉପଯୁକ୍ତ ଯୁବବର୍ଗ ମାନଙ୍କୁ ନିରବିଚ୍ଛିନ୍ନ ଭାବେ ଦକ୍ଷତା ବିକାଶ ଉପରେ ଅଗ୍ରାଧିକାର ଦେବା ହୁଁ ଓ ହୁଁ ସେମାନଙ୍କ ପାଖରେ ଯୋଉ ଦକ୍ଷତା ରହିଛି ଅଲରେଡି ହୁଁ ସେମାନଙ୍କ ପାଖରେ ଯୋଉ ଉପଲବ୍ଧ ଅଛି ଦକ୍ଷତା ଆଜ୍ଞା ତାକୁ ପୁନଃ ବୃଦ୍ଧି କରିବା ଏବଂ ଆହୁରି ଉପଲବ୍ଧ ଦକ୍ଷତାକୁ ଉଚ୍ଚ ଶ୍ରେଣୀଭୁକ୍ତ ଦକ୍ଷତାକୁ ପରିବର୍ତ୍ତନ କରିବା। କାରଣ ଆମକୁ ବିକାଶଶୀଳ ରାଷ୍ଟ୍ର ଭାବେ ପରିଗଣିତ କରିବାକୁ ହେଲେ ଆମକୁ ବିଜ୍ଞାନ ବୈଷୟିକ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଆମକୁ ଫୋକସ୍ କରିବାକୁ ପଡ଼ିବ ଏବଂ ଆମକୁ ନିଶ୍ଚିତ। ସେଇ ଦିଗରେ ଆଗେଇବାକୁ ପଡ଼ିବ। ହଁ, ଆମର ଏଇ ଯୋଉ ଯୋଜନାଟି ଓଡିଶା ସରକାର ଯୋଉ ନୂଆ ନୂତନ କରି ବର୍ତ୍ତମାନ ସେମାନେ ପ୍ରଚଳନ କରିଛନ୍ତି ଆଜ୍ଞା 30ଟି ଜିଲ୍ଲାରେ ଲାଗୁ ହଉଛି, ଅଲରେଡି 30ଟି ଜିଲ୍ଲାରେ ଆମର କାର୍ଯ୍ୟକାରୀ ହୋଇସାରିଛି। ହୁଁ ଏବଂ ଏଇ ଯୋଜନାଟି ଆମର ଓଡିଶା ସରକାର ଗୋଟେ ଅଛି ଡାଇରେକ୍ଟର ଇମ୍ପ୍ଲିମେଣ୍ଟ ଅଛି, ହୁଁ ହୁଁ ଆଉ ଗୋଟେ ଡାଇରେକ୍ଟର ଟେକ୍ନିକାଲ ଏଜୁକେସନ ଟ୍ରେନିଂ ଯୋଉ ବିଭାଗ ରହିଛି। ତେଣୁ ଏଇ ଯୋଉ ଦୁଇଟି ସଂସ୍ଥା ରହିଛି ଏଇ ଯୋଉ ନୂଆ ଯୋଜନାଟି ନୂତନ ଆଜ୍ଞା ନୂତନ ଉନ୍ନତ ଅଭିଳାଷ ଯୋଜନାଟିକୁ ସେମାନେ କାର୍ଯ୍ୟକାରୀ କରୁଛନ୍ତି। ଆଜ୍ଞା विश्व आर्थिक बजार रे वर्तमान 2024-25 वर्ष ପାଇଁ कौन कौन सब सॉफ्ट स्किल बा दक्षतार चाहिदा रही? ବର୍ତ୍ତମାନ ଯୋଉ ବିଶ୍ୱ ଆର୍ଥିକ ବଜାରରେ 2024-25 ବର୍ଷ ପାଇଁ ଅନେକ ଗୁଡିଏ ସ୍କିଲ୍ ସଫ୍ଟ ସ୍କିଲ୍ ଓ ଦକ୍ଷତାର ବହୁତ ଚାହିଦା ରହିଛି। ଆଜ୍ଞା ପାଖାପାଖି 10 କୋଟି ସଫ୍ଟ ସ୍କିଲ୍ ଦକ୍ଷତା ସେମାନେ ବର୍ତ୍ତମାନ ବିଶ୍ୱ ଆର୍ଥିକ ବଜାରରେ ଚିହ୍ନଟ କରାଯାଇଛି, ଆଜ୍ଞା ଯାହାର ବହୁଳ ଚାହିଦା ଆବଶ୍ୟକତା 2024-25 ବର୍ଷ ପାଇଁ ମାନେ ବିଶ୍ୱ ଆର୍ଥିକ ବଜାର ଦୃଶ୍ୟମାନ ହବ ଏବଂ ଏହାର ଚାହିଦା ରହିଛି। ତେଣୁ ସେଇ ଯୋଉ 10ଟି ସଫ୍ଟ ସ୍କିଲ୍ ଯଦି ଆମର ଶିକ୍ଷିତ ଯୁବକ ମାନେ ସେଥିରୁ ତାଙ୍କର ପସନ୍ଦ ମୁତାବକ ମାନେ ସେ ବିଷୟରେ ପ୍ରଶିକ୍ଷଣ ନିଅନ୍ତି, ଆଚ୍ଛା ନିଶ୍ଚିତ ଭାବରେ 24-25 ବର୍ଷରେ ବିଶ୍ୱ ରୋଜଗାର ବଜାରରେ ସେ ନିଜକୁ ବିକ୍ରି କରିପାରିବେ, ଅର୍ଥାତ୍ ମାନେ ଯୋଉ ନିଯୁକ୍ତିଦାତା ମାନେ ଅଛନ୍ତି ତାଙ୍କୁ ଗ୍ରହଣ କରିବେ। ଆଚ୍ଛା ତେଣୁ ସେ ଯୋଉ ସଫ୍ଟ ସ୍କିଲ୍ ଗୁଡାକ ରହିଛି, ତେଣୁ ସଫ୍ଟ ସ୍କିଲ୍ ଗୁଡା କଣ କି ସେ ତାର କ୍ୟାରିୟରକୁ ଗ୍ରୋଥ କରିଥାଏ ଏବଂ ମଧ୍ୟ ମାନେ ଏକ୍ସଲେଣ୍ଟ ମାନେ ସେମାନେ କଷ୍ଟମର ସର୍ଭିସ ପ୍ରୋଭାଇଡ କରିଥାନ୍ତି। ଆଚ୍ଛା ତେଣୁ ଏଇ ସଫ୍ଟ ସ୍କିଲ୍ ଗୁଡିକ ହେଲା ଗୋଟେ ଆଜି ଯାହାକୁ ସେମାନେ ଓଡିଆରେ ସେମାନେ ବୁଝିପାରିବେନି, ଆମର ଯୋଉ ଯୁବବର୍ଗ ମାନେ ମୁଁ ତ ଇଂଲିଶରେ କହିଦେବି ସେମାନେ ଆଜ୍ଞା ସହଜରେ ଧରି ନେବେ। ଆଜ୍ଞା ତ ଗୋଟେ ହଉଛି ଆମର ଆନାଲିଟିକାଲ ଥିଙ୍କିଂ ଅଛି, ହଁ ଆନାଲିଟିକାଲ ଥିଙ୍କିଂ ଇନୋଭେସନ ଆଜ୍ଞା ସୃଷ୍ଟି କରିବା, ଇନୋଭେଟ କରିବା। ଆଜ୍ଞା ଆଉ ଗୋଟେ ହଉଛି ଆକ୍ଟିଭ ଲର୍ଣ୍ଣିଂ ଆଉ ଲର୍ଣ୍ଣିଂ ଷ୍ଟ୍ରାଟେଜି। ଆଚ୍ଛା ଆଉ ଗୋଟେ ହଉଛି କମ୍ପ୍ଲେକ୍ସ ପ୍ରୋବ୍ଲେମ ସଲଭିଂ, ମାନେ ଜଟିଳ ସମୟ ଆସେ ତ କେମିତି ସମାଧାନ କରିବା ଇନଷ୍ଟାଣ୍ଟ, ସେ ଗୋଟେ ଆଜ୍ଞା ମଧ୍ୟ କୋର୍ସ ରହିଛି। ଆଚ୍ଛା ଆଉ କମ୍ୟୁନିକେସନ ସ୍କିଲ୍ ତ ସବୁ ଜାଗାରେ ନିହାତି ଆବଶ୍ୟକ ଗ୍ରୋ କରିବାକୁ ହେଲେ, ଆଉ ଲିଡରସିପ କ୍ୱାଲିଟି ମଧ୍ୟ ଥିବା ଦରକାର, ଇଏ ଗୋଟେ ମଧ୍ୟ ସଫ୍ଟ ସ୍କିଲ୍ସ କୋର୍ସ। ଆଉ ଟାଇମ ମ୍ୟାନେଜମେଣ୍ଟ ମଧ୍ୟ ଗୋଟେ ସଫ୍ଟ ସ୍କିଲ୍ କୋର୍ସ। ଆଉ ଟେକ୍ନିକାଲ ୟୁଜ ତାର କଣ୍ଟ୍ରୋଲ କରିବା, ତାକୁ ମନିଟରିଂ କରିବା, ସେ ଗୋଟେ ମଧ୍ୟ ସଫ୍ଟ ସ୍କିଲ୍ କୋର୍ସ। ଆଉ ଟେକ୍ନୋଲୋଜି ନୂଆ ନୂଆ ବଜାରକୁ ଟେକ୍ନୋଲୋଜି ଆସୁଛି, ପ୍ରତି ମାସିକରେ ଟେକ୍ନୋଲୋଜି ଚେଞ୍ଜ ହେଇଯାଉଛି, ତେଣୁ ଟେକ୍ନୋଲୋଜି ଡିଜାଇନ କରିବା, ତାକୁ ପ୍ରୋଗ୍ରାମିଂ କରିବା, ସେ ମଧ୍ୟ ଗୋଟେ ହଉଛି ମଧ୍ୟ ସଫ୍ଟ ସ୍କିଲ୍ କୋର୍ସ, ଯୋଉଟାକ 2024-25 ବର୍ଷ ପାଇଁ ବିଶ୍ୱ ଆର୍ଥିକ ବଜାରରେ ମଧ୍ୟ ଏଟା ଦୃଶ୍ୟମାନ ହବ। ଅଫିସରେ ଆପଣ ଦେଖିଥିବେ କାମ କରୁଥିବେ ପିଲାମାନେ କମ୍ପ୍ୟୁଟରରେ କାମ କରୁଛନ୍ତି, ଆଜ୍ଞା ସମସ୍ତେ ବର୍ତ୍ତମାନ ଇ ଗଭର୍ଣ୍ଣାନ୍ସ ଇ ଫାଇଲିଂ ସବୁ ଚାଲିଛି। ତ ଡିଜିଟାଲ ଲିଟରେସି ୱାର୍ଲଡ ଇକୋନୋମିକ ଫୋରମ ବହୁତ ଫୋକସ ଦଉଛି ଡିଜିଟାଲ ଲିଟରେସି ସଫ୍ଟ ସ୍କିଲ୍ ଉପରେ। ତାହେଲେ ପାଠ ସାଙ୍ଗରେ ଦକ୍ଷତା ନିହାତି ଦରକାର। ଆମ ଦେଶରେ ବର୍ତ୍ତମାନ ଭାରତ ବର୍ଷ ଏକ ଜନବହୁଳ ରାଷ୍ଟ୍ର। ଆଜ୍ଞା ବର୍ତ୍ତମାନ ଆମର ଭାରତ ବର୍ଷର 66 ଭାଗ ହଉଛନ୍ତି ଯୁବ ସମ୍ପ୍ରଦାୟର ଜନସଂଖ୍ୟା। ଆଚ୍ଛା ଲକ୍ଷ ଲକ୍ଷ ଯୁବକ ଯୁବତୀ ପ୍ରତିବର୍ଷ ସ୍କୁଲ କଲେଜ ୟୁନିଭର୍ସିଟିରେ ସେମାନେ ଉତ୍ତୀର୍ଣ୍ଣ ହେଉଛନ୍ତି, କିନ୍ତୁ ସେମାନଙ୍କ ପାଖରେ ଦକ୍ଷତା ନାହିଁ। ନିହାତି ଆବଶ୍ୟକ, ପାଠ ସହିତ ଦକ୍ଷତା ନିହାତି ଆବଶ୍ୟକ। ଏ ସବୁ ଦକ୍ଷତା ପାଖରେ ରହିଲେ ଜବ୍ କନଜ୍ୟୁମର ଜାଗାରେ ଜବ୍ କ୍ରିଏଟର ମଧ୍ୟ ହେଇପାରିବେ। ସେମାନେ ଯୋଉ ଦକ୍ଷତା ନିଜର ରୁଚି ଅନୁସାରେ ସେମାନେ ଗୋଟେ ତାଙ୍କର କ୍ୟାରିୟର ସ୍ଥିର କରନ୍ତୁ, ସେଇ କ୍ୟାରିୟର ଉପରେ ଧ୍ୟାନ ରଖି ସେମାନେ ତାଙ୍କର ଦକ୍ଷତା ପ୍ରଶିକ୍ଷଣ ସେମାନେ ଗ୍ରହଣ କରନ୍ତୁ, ତାହେଲେ ସେମାନେ ଯାଇକିରି ସେ ଜଣେ ସଫଳ ଉଦ୍ୟୋଗୀ ହଉ କି ମାନେ ସଫଳ କୁଶଳୀ ହେଇ ନିଜକୁ ବିକ୍ରି କରିପାରିବେ ବା ଗ୍ରହଣ ଯୋଗ୍ୟ ହେବେ। ପ୍ରଫୁଲ୍ଲ ବାବୁ, ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ। ଆଜିର ଦିନରେ ଆପଣଙ୍କୁ ଯୋଉ ନିଯୁକ୍ତି ଆଶାୟୀ ଯୁବବର୍ଗ ମାନେ ଆମର ଶ୍ରୋତା ଭାଇ ଭଉଣୀ ମାନେ ଆପଣଙ୍କୁ ଶୁଣୁଛନ୍ତି, କଣ ତାଙ୍କୁ ମେସେଜ ଦେବେ? ମୁଁ ବର୍ତ୍ତମାନ କହିବି ଯେ ବର୍ତ୍ତମାନ ଆମ ଦେଶ ଭାରତ ଏକ ଜନବହୁଳ ରାଷ୍ଟ୍ର। 66% ଜନସଂଖ୍ୟା ହଉଛନ୍ତି ଯୁବ ସମ୍ପ୍ରଦାୟର। ତେଣୁ ଲକ୍ଷ ଲକ୍ଷ ସଂଖ୍ୟାର ଯୁବବର୍ଗ ମାନଙ୍କ ପାଖରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ସେମାନେ ରୋଜଗାର ପାଇପାରୁ ନାହାନ୍ତି, କାରଣ ସେମାନଙ୍କର ଦକ୍ଷତା ଅଭାବ। ଭାରତ ସରକାର ଗୋଟେ ସଂସ୍ଥା ରହିଛି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମିକ୍। ତେଣୁ ଏଇ ସଂସ୍ଥା ବର୍ତ୍ତମାନ ଏକ ସତ୍ୟ ପରିସଂଖ୍ୟାନ ପ୍ରକାଶ କରିଛି ଯେ ଆମ ଦେଶର ଯୁବ ବେରୋଜଗାର ମାନଙ୍କ ସଂଖ୍ୟା 45.4 ଅଟେ। ତେଣୁ ଆନ୍ତର୍ଜାତିକ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଅବସରରେ ସେମାନଙ୍କ ପ୍ରତି ମୋର ଏହି ବାର୍ତ୍ତା ରହିବ ଯେ ସେମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଯୋଉ ବିଭିନ୍ନ ଦକ୍ଷତା ବିକାଶ ଯୋଜନା ତଥା ପ୍ରୋତ୍ସାହନ ରହିଛି ସେଗୁଡିକର ସେମାନେ ସଦୁପଯୋଗ କରନ୍ତୁ ଓ ସେଥିରେ ଲାଭ ଉଠାନ୍ତୁ, ଯାହାଦ୍ୱାରା ସେମାନେ ରୋଜଗାର କ୍ଷମ ହୋଇ ରୋଜଗାର ବଜାରରେ ନିଯୁକ୍ତିଦାତାଙ୍କର ଗ୍ରହଣ ଯୋଗ୍ୟ ହୋଇପାରିବେ।
ଆଉ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ତଥା ଅଭ୍ୟାସ ଜାରି ରଖନ୍ତୁ, ଯାହାଦ୍ୱାରା ସେମାନେ ଅର୍ଥ ଉପାର୍ଜନର ରାସ୍ତା ପାଇବା ସଙ୍ଗେ ସଙ୍ଗେ ଏକ ସଫଳ ଏକ ସୁନ୍ଦର ଭବିଷ୍ୟତ ଗଢି ପାରିବେ। ଏଥିରେ କୌଣସି ସନ୍ଦେହ ନାହିଁ। ବହୁତ ବହୁତ ଧନ୍ୟବାଦ ପ୍ରଫୁଲ୍ଲ ବାବୁ, ଆପଣ ଏତେ ବିସ୍ତୃତ ଭାବରେ ଏତେ ସରଳ ଭାବରେ ଆମକୁ ବୁଝେଇ କହିଲେ। ପାଠ ସାଙ୍ଗରେ ଭୋକେଶନାଲ ଏଜୁକେସନ ନିହାତି ଦରକାର, ଆଉ ଜ୍ଞାନ ଆହରଣ ଯେତିକି ସହଜ ତାର ଉପଯୋଗ ସେତିକି କଷ୍ଟ। ଏହି ସବୁ କାର୍ଯ୍ୟକ୍ରମ ହେବା ଦ୍ୱାରା ଆମର ଜ୍ଞାନ ଉପଯୋଗର ମାର୍ଗକୁ ଆହୁରି ସରଳ କରାଯାଉଛି। ଆଜି ଆମେ ଯେଉଁ ଆଲୋଚନା କଲେ ଯୁବ ସମାଜ ପାଇଁ ଦକ୍ଷତା ବିକାଶ, ଆଶା କରୁଛୁ ଆମର ଯୁବପିଢ଼ି ଭାଇ ଭଉଣୀମାନେ ଏହାକୁ ନିଶ୍ଚିତ ରୂପେ କାମରେ ଲଗାଇବେ ଏବଂ ସଫଳ ହେବେ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର ମ୍ୟାଡ଼ାମ। ଅପା, ହୁଁ ଆଲୋଚନା ମନକୁ ପାଇଲା ତ? ଆଉ କେତେ କଥା ସବୁ ଜାଣିବାକୁ ମିଳିଲା। ପ୍ରଧାନମନ୍ତ୍ରୀଙ୍କର ଯୋଉ କୌଶଳ ବିକାଶ ଯୋଜନା ସେ ସମ୍ପର୍କରେ ବି ଆମେ ଜାଣିଲେ, ଆଉ ତାକୁ ଜାଣି କାମରେ ଲଗାଇବା। ତୁ କଣ କହୁଛୁ? ଆମେ ଯେତେ କୌଶଳ ଜାଣିବା ସେତେ କୁଶଳୀ ହବା। ହୁଁ ଅପାଲୋ, ଆଉ ଗୋଟିଏ କଥା, କୋଉ କଥା? ଏବେ ମାନ୍ୟବର ପ୍ରଧାନମନ୍ତ୍ରୀ ଆମର ଗୋଟେ ଅଭିଯାନ ଚଳାଇଛନ୍ତି। ହୁଁ। ତା ନାଁ କଣ କହିଲ? ସମ୍ପୂର୍ଣ୍ଣ ଅଭିଯାନ। ସମ୍ପୂର୍ଣ୍ଣ ଅଭିଯାନ। ଆଉ ଏଇ ଅଭିଯାନଟା ନୀତି ଆୟୋଗଙ୍କ ପକ୍ଷରୁ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ। 3 ମାସ ବ୍ୟାପୀ ହବ ଏଇ ସମ୍ପୂର୍ଣ୍ଣତା ଅଭିଯାନ। ଆମ ଦେଶ ଭାରତରେ ପ୍ରାୟ 112ଟି ଆକାଂକ୍ଷୀ ଜିଲ୍ଲା ଆଉ 500ଟି ଆକାଂକ୍ଷୀ ବ୍ଲକରେ ଆମର ସାମାଜିକ ଆଉ ଅର୍ଥନୈତିକ କ୍ଷେତ୍ରରେ କିପରି ବ୍ୟାପକ କାର୍ଯ୍ୟକ୍ରମ କରିହବ, ଏଇ ଅଭିଯାନର ମୂଳ ଲକ୍ଷ୍ୟ। ତା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ତା ସାଙ୍ଗକୁ ଚାଷବାସ ଆଉ ପୋଷଣ, ଏ ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଁ, ଅନୁନ୍ନତ ଜିଲ୍ଲାର ବିକାଶ ପାଇଁ 2018ରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଉ ଅପା ଜାଣିଛ, ଏଥିରେ 6ଟି ଜିନିଷକୁ ଆମର ମୁଖ୍ୟତଃ ନିଆଯାଉଛି। ସେ 6ଟି ଜିନିଷ କହିଦିଅ। ପ୍ରସବ ପୂର୍ବ ସେବା ଯତ୍ନ, ମଧୁମେହ, ରକ୍ତଚାପ ରୋଗୀଙ୍କର ପରୀକ୍ଷା, ଆଉ ICDS ଆମର ଯୋଉ ଅଙ୍ଗନବାଡି ଅଙ୍ଗନବାଡି କେନ୍ଦ୍ର, ସେ କାର୍ଯ୍ୟକ୍ରମ ଜରିଆରେ କେମିତି ଆମର ଗର୍ଭବତୀ ମହିଳାଙ୍କୁ ପୋଷଣ ଦିଆଯିବ, ଶିଶୁମାନଙ୍କର କେମିତି ପୁଷ୍ଟିହୀନତା ରୋଗ ଦୂର ହବ, ଏ ସବୁ ଉପରେ ବିଶେଷ କରି ଧ୍ୟାନ ଦିଆଯିବ। ବାଃ, କେତେ ଭଲ ଅଭିଯାନ କହିଲ। ଅପା, ଆଲୋଚନା ତ ଶୁଣିଲେ, କଥାବାର୍ତ୍ତା ହେଲେ, ଆଉ ମେଘ ପାଣି ଦିନ, ଆଉ ଉଠିବା ଆଉ ପାଣିପାଗ ଶୁଣିବା, ତାପରେ ଯାଇ ଉଠିବା ନା। ହଉ ତାହେଲେ।